তুমি কোন কথা মো রিলেটিভ ঘরକୁ ଆସିଥିଲି ରିଲେଟିଭ ଘରକୁ ଆସିଥିଲି ବର୍ତ୍ତମାନ ପ୍ରାର୍ଥନା କଣ କୁଆଡ଼େ କଥା ବାହାରିଲାଣି। ପ୍ରେଜ୍ ଲର୍ଡ। ପ୍ରଭୁଙ୍କ ନାମକୁ ପ୍ରଥମେ ଧନ୍ୟବାଦ ଦିଏ। ଆଉ ଯେତେ ଜଣ ଭିଡ଼ିଓ ଦେଖୁଥିବା ସମସ୍ତ ମା ବାପା ଭାଇ ଭଉଣୀ ସମସ୍ତଙ୍କୁ ମୁଁ ପୁଣି ଥରେ ସେଇ ଖ୍ରୀଷ୍ଟ ପ୍ରେମରେ ପ୍ରେଜ୍ ଦ ଲର୍ଡ ଜଣାଉଛି। ଆଉ ଆଜି ଗୋଟେ ଶୁଣିବାକୁ ଯଦି ପାଇଲେ ଦୁଃଖର କଥା, ସେ ବିଷୟକୁ ଟିକେ ଆମେ ଆଲୋଚନା ଆଜି କରିବା। ପ୍ରିୟର ଭାଇ ଭଉଣୀମାନେ, କ'ଣ ଦୁଃଖ ମାନେ ବହୁତ ଦୁଃଖ ଲାଗେ। ଦୁଃଖ ଆଉ ଜାଣିଥିବା ଲୋକମାନଙ୍କୁ ଦୁଃଖ, ଆଉ ନ ଜାଣିଥିବା ଲୋକମାନଙ୍କୁ ସେଇଟା କ'ଣ, ସେମାନଙ୍କୁ ଖୁସି ଲାଗେ। କାହିଁକି ଦୁଃଖ? ଜଣେ ଲୋକକୁ ସେମାନେ ଇନସଲ୍ଟ କରିବା, ଗାଳି ଦେବା, ଆଉ ସବୁ ବିଷୟ ମାନେ କ'ଣ କ'ଣ କହିକି ତାକୁ ଅପମାନ କରିବା, ସେଇଟା ହେଲା ବହୁତ ବଡ଼ ଦୁଃଖ ପ୍ରିୟର ପ୍ରଭୁଙ୍କର ଲୋକମାନେ। ସେଇଥିପାଇଁ ଆମେ ସେ ବିଷୟକୁ ଆମେ ଆଲୋଚନା କରିବା ପାଇଁ ଯିବା। ସମୟକୁ ନଷ୍ଟ ନ କରି ପ୍ରିୟର ଭାଇ ଭଉଣୀମାନେ ଆମେ ଷ୍ଟାର୍ଟ କରିବା। ଆସନ୍ତୁ ପ୍ରିୟମାନେ, ଆମେ ସେ ବିଷୟକୁ ଆମେ ଆଲୋଚନା କରିବା ପାଇଁ ଯିବା। ଆଉ ଗୋଟେ ଆନନ୍ଦପୁର ଗାଁରେ ପ୍ରଭୁଙ୍କର ଜଣେ ଦାସ ସେଇ ପାଳକକୁ ମାନସିଂ ବେଶ୍ରା ବୋଲିକି ଜଣେ ପାଳକ ଅନେକ ଦିନ ଧରି ସିଏ ସେଇଠି ଉପାସନା କରୁଥିଲେ। ଆଉ ଲୋକମାନଙ୍କ ପାଇଁ ଜୀବନ ସୁରକ୍ଷା ନିମନ୍ତେ, ଉଦ୍ଧାର ନିମନ୍ତେ, ଭଲ ମନ୍ଦ ସବୁ ବିଷୟକୁ ନେଇକି ସେ ପ୍ରାର୍ଥନା ଆରମ୍ଭ କରିଥିଲେ। ଆଉ ଚର୍ଚ୍ଚ ଘର ମଧ୍ୟ ଅଛି। ଆଉ ସେମାନଙ୍କୁ ସେ ଗାଁର ଲୋକମାନଙ୍କୁ ଅନେକ ଲୋକ ପରିବର୍ତ୍ତନ ହେଇଥିଲେ ପ୍ରିୟର ପ୍ରଭୁଙ୍କର ଲୋକମାନେ। ଆଉ କାହିଁକି ପରିବର୍ତ୍ତନ ହେଉଥିଲେ? ସତ୍ୟ ପରମେଶ୍ୱର ସେ ସ୍ୱର୍ଗରେ ଅଛନ୍ତି ଜଣେ ହିଁ। ସେଥିପାଇଁ ସେମାନେ ସେଇ ପାଳକ ମଧ୍ୟ ଜବରଦସ୍ତ କରିକି ସେମାନଙ୍କୁ ଗିର୍ଜାଘରକୁ ନେଇନଥିଲେ ପ୍ରିୟର ପ୍ରଭୁଙ୍କର ଲୋକମାନେ। ସେଥିପାଇଁ ସେମାନେ କେଉଁଟା ଭଲ କେଉଁଟା ମନ୍ଦ ଜାଣିଲେ, ଆଉ ପ୍ରଭୁକୁ ଗ୍ରହଣ କରି ସେମାନେ ଅନେକ ଲୋକ ମାନେ ଚର୍ଚ୍ଚ ଘରରେ କେତେ ପରିବାର ମାନେ ପାଖାପାଖି 20-30ଟା ଘରର ପରିବାର ପ୍ରଭୁକୁ ଗ୍ରହଣ କରିଥିଲେ ପ୍ରିୟର ପ୍ରଭୁଙ୍କର ଲୋକମାନେ। ସେଥିପାଇଁ ଯେଉଁ ମାନସିଂ ବେଶ୍ରାକୁ ତାଙ୍କୁ କିଛି ଗାଁର ଲୋକ କ'ଣ କରିଛନ୍ତି, ସେମାନେ ପ୍ରିୟର ଭାଇ ଭଉଣୀମାନେ ସେମାନେ କ'ଣ କରିଛନ୍ତି, ରବିବାର ଦିନ ଉପାସନା କରିଥିବା ସମୟରେ ସେମାନେ ଯାଇ ଗାଳି କରି, ଅପମାନ ନିନ୍ଦା କରି, ଆଉ ଏ ଧର୍ମ ପରିବର୍ତ୍ତନ କରୁଛ ବୋଲିକି ସେମାନେ କ'ଣ କରିଛନ୍ତି, ପୋଲିସକୁ ଡାକି ଗିରଫ କରିବା ପାଇଁ ଜବରଦସ୍ତ କରିଛନ୍ତି। ସିଏ ବର୍ତ୍ତମାନ ଆସିବା ପୂର୍ବରୁ ତମେ କଣ କହୁଛ? ମୋ ରିଲେଟିଭ ଘରକୁ ଆସିଥିଲି ବର୍ତ୍ତମାନ ପ୍ରାର୍ଥନା କଣ କୁଆଡ଼େ କଥା ବାହାରିଲାଣି। ସବୁ ବାହାରିବ, ସବୁ ସବୁ ଗୁଟି ଗୁଟି ଆମ ପାଖରେ ଗୋଟେ ତାଙ୍କ ପାଖରେ ଗୋଟେ ରିଲେଟିଭ ଘର ଏମିତି ଫାର୍ମହାଉସ ରେ ଚର୍ଚ୍ଚ ଟାଇପର କରିଦେଇଛ। ଆଗରୁ ଏଟା ଚର୍ଚ୍ଚ ଟାଇପର ହେଇଥିଲା, ଆମେ ମୂର୍ଖ ନୁହଁ। ପ୍ରିୟର ପ୍ରଭୁଙ୍କର ଲୋକମାନେ, ଏଇଟା ପ୍ରଭୁଙ୍କର ପାଳକମାନଙ୍କୁ ଏମିତି ଅପମାନ, ଏମିତି ନିନ୍ଦା ତାଡ଼ନା ଆସୁଅଛି। କିନ୍ତୁ
ସେହି ପରମେଶ୍ୱର ସେମାନଙ୍କୁ ଉଦ୍ଧାର କରିବେ, ନିଶ୍ଚିନ୍ତ ଭାବରେ ଉଦ୍ଧାର କରିବେ। ପ୍ରିୟର ପ୍ରଭୁଙ୍କର ଭାଇ ଓ ଭଉଣୀମାନେ, ଯେଉଁ ମାନସିଂ ବେଶ୍ରା ସେ ଜଣେ ପ୍ରଭୁଙ୍କର ଦାସ। କାହାକୁ ମାନେ ଖରାପ ବାଟରେ ସେମାନେ ନିଅନ୍ତିନି। ଯେଉଁମାନେ ପ୍ରଭୁଙ୍କର ସେବାରେ ରୁହନ୍ତି, ସେମାନେ ଯେଉଁ ଦାସ ହେଉ କି ଦାସୀ ହେଉ, ସେମାନେ ଭଲ ଜ୍ଞାନ କଥାରେ ହିଁ ପ୍ରଭୁଙ୍କର ଉଦ୍ଦେଶ୍ୟରେ ହିଁ ଖରାପ ବାଟକୁ ସେମାନେ ନେବା ପାଇଁ ଚାହାନ୍ତି ନାହିଁ। ଲୋକମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲିକିରି ସେମାନେ କ'ଣ କରୁଛନ୍ତି, ଅପମାନ ନିନ୍ଦା ସେମାନେ ସବୁ ବିଷୟ ମାନେ ଇନସଲ୍ଟ କରିକି ସେମାନେ କ'ଣ କରୁଛନ୍ତି, ଏ ଧନ୍ଦା ସୃଷ୍ଟି କରୁଛନ୍ତି। ସେଇଟା ଧର୍ମ ପରିବର୍ତ୍ତନ ନୁହେଁ। ପ୍ରିୟର ଭାଇ ଭଉଣୀମାନେ, ତୁମେ ଯେତେଜଣ ଭିଡ଼ିଓ ଦେଖୁଛନ୍ତି ସେମାନେ ଜାଣ, ମୁଁ କହୁନାହିଁ କି ଦେଖ ଏଇଟା ଗୋଟେ ଖରାପ ଜିନିଷ ନୁହଁ, ପ୍ରଭୁକୁ ଗ୍ରହଣ କରିବା ଏଇଟା ଖରାପ ଜିନିଷ ନୁହଁ। କାହିଁକି ନା ଏଇଟା ଧର୍ମ ପରିବର୍ତ୍ତନ ନୁହେଁ, ଏଇଟା ମନ ପରିବର୍ତ୍ତନ। ହଁ, ମନ ପରିବର୍ତ୍ତନ ମାନେ ଆପଣମାନେ ଯେଉଁମାନେ ଜାଣିନାହାନ୍ତି ସେମାନେ କ'ଣ ଏଇଟା ମନ ମାନେ କେମିତି ପରିବର୍ତ୍ତନ କରିବେ ବୋଲିକି ଭାବୁଥିବେ। ପ୍ରିୟର ପ୍ରଭୁଙ୍କର ଲୋକମାନେ, ଦେଖ ଆମେ ସମସ୍ତଙ୍କୁ ଏଇଟା ମୁଁ କହୁଅଛି, ମନ ପରିବର୍ତ୍ତନ କାହିଁକି କରନ୍ତି? ନିଜର ଜୀବନ ସୁରକ୍ଷା ନିମନ୍ତେ, ଆମେ ଉଦ୍ଧାର ପାଇବା ନିମନ୍ତେ ମନ ପରିବର୍ତ୍ତନ କରନ୍ତି। ସେ ଯଦି ମନ ପରିବର୍ତ୍ତନ କରିନଥିବ, ଦେଖ ମନ ପରିବର୍ତ୍ତନ ମାନେ କ'ଣ? ସେ ଜଣେ ଚୋରି କରୁଥିବ, ସେ ଜଣେ ଲୋକକୁ ହତ୍ୟା କରୁଥିବ, ଲୋକମାନଙ୍କୁ ଅପମାନ କରୁଥିବ, ବାଟରେ ଯାଇକି ହଇରାଣ କରୁଥିବ, ଅନେକ କିଛି ଅଛି। ଏସବୁ କରିବା ପାପ କି ନାହିଁ? ପାପ ହିଁ ଅଟେ। ପ୍ରିୟର ପ୍ରଭୁଙ୍କର ଲୋକମାନେ, ପାପ। ସେଥିପାଇଁ ମନ ପରିବର୍ତ୍ତନ କରିବା ନିମନ୍ତେ ମାନସିଂ ବେଶ୍ରା ଆସି କ'ଣ କରୁଥିଲେ? ଲୋକମାନଙ୍କୁ ଶିକ୍ଷା ଦେଉଥିଲେ, ଉତ୍ତମ ଶିକ୍ଷା ଦେଉଥିଲେ, ନିଜର ଆତ୍ମିକ ଶିକ୍ଷା, ପରିବର୍ତ୍ତନର ଶିକ୍ଷା। ଆଉ ଲୋକମାନଙ୍କୁ ଅପମାନ କରିବ, ସେଇଟା ଭଲ କଥା କି? କାହାକୁ ଗାଳି କରିବା ପାଇଁ ଯିବ, କାହାକୁ ମାଡ଼ ମାରିବା ପାଇଁ ଯିବ, ମାନେ କାହାର ଜିନିଷ ଚୋରି କରି ନେବ, କାହାକୁ ହତ୍ୟା କରିଦେବ, ମନ ପରିବର୍ତ୍ତନ କରିବା ପାଇଁ ଏ ଯାକ କର ନାହିଁ। ବାଇବେଲରେ ଯେଉଁ ଲେଖା ହେଇଛି ତାହା ହିଁ ମାନସିଂ ବେଶ୍ରା ଦାସ ପଢ଼ିକି ସେମାନଙ୍କୁ ସଚେତନ କରିବା ପାଇଁ ପ୍ରଚାର କରୁଥିଲେ। କିନ୍ତୁ ଯେଉଁମାନେ ପ୍ରଭୁକୁ ଜାଣିନାହାନ୍ତି ସେମାନେ ଆସି କ'ଣ କରୁଥିଲେ? ଧର୍ମ ପରିବର୍ତ୍ତନ କରି ଏମାନଙ୍କୁ ଖ୍ରୀଷ୍ଟିଆନ କରିବା ନିମନ୍ତେ ଆସିଅଛି ବୋଲିକି ସେମାନେ ଅପମାନ ନିନ୍ଦା ତାଡ଼ନା ଅନେକ କଥା କହି ପୋଲିସକୁ ଡାକି କ'ଣ କଲେ? ଗିରଫ କଲେ। ବହୁତ ଦୁଃଖର ବିଷୟ। ନାଇଁ, କଥାବାର୍ତ୍ତାରେ କହିକି ସେମାନଙ୍କୁ ବୁଝାମଣା କରି ଯାଇଥାନ୍ତେ, ଆଉ ଗିରଫ କରିକି ନେଲେ ବହୁତ ବଡ଼ ଦୁଃଖ। କିନ୍ତୁ ପ୍ରିୟର ପ୍ରଭୁଙ୍କର ଲୋକମାନେ ହିଁ ଜାଣିଛନ୍ତି, ଆଉ ମାନସିଂ ବେଶ୍ରା ଅତି ଶୀଘ୍ର ପ୍ରଭୁ ତାକୁ ମୁକ୍ତ କରିବେ। ପ୍ରଭୁ ତାକୁ ଗିରଫରୁ ଉଦ୍ଧାର କରିବେ। ପ୍ରଭୁ ଜାଣିଛନ୍ତି ମାନସିଂ ବେଶ୍ରା କ'ଣ ଭୁଲ କରିଛନ୍ତି ନା ଠିକ୍ କରିଛନ୍ତି? ଠିକ୍ ହିଁ କରିଛନ୍ତି। ପ୍ରିୟର ପ୍ରଭୁଙ୍କର ଲୋକମାନେ, ଏଇ କଥା ପ୍ରଭୁଙ୍କର ବିଶ୍ୱାସିନୀ ମାନେ ହିଁ ଜାଣିଛନ୍ତି।
ପ୍ରଭୁକୁ ଯିଏ ଜାଣିଥିବ ସେମାନେ ହିଁ ଜାଣିଛନ୍ତି, ଆଉ ଅନେକ ଲୋକ ଜାଣିପାରୁନାହାନ୍ତି। କିନ୍ତୁ ଜାଣିବା ଦରକାର। ମନକୁ ଯେଉଁମାନେ ପରିବର୍ତ୍ତନ କରିନାହାନ୍ତି, ଯେଉଁମାନେ ପ୍ରଭୁକୁ ଜାଣିନାହାନ୍ତି, ସେମାନେ ଅତି ଶୀଘ୍ର ସେମାନେ ହିଁ ଯାହାକୁ ଅପମାନ କରନ୍ତି, ଯାହାକୁ ନିନ୍ଦା କରନ୍ତି, ତାଡ଼ନା କରନ୍ତି, ଖ୍ରୀଷ୍ଟିଆନ ବିରୋଧରେ ସେମାନେ ଝଗଡ଼ା ଆରମ୍ଭ ଧନ୍ଦା ସୃଷ୍ଟି କରୁଛନ୍ତି, ସେମାନେ ହିଁ ଦିନେ ନା ଦିନେ କ'ଣ ହେବ, ସେଇ ପ୍ରଭୁଙ୍କର ସନ୍ତାନ ହେବ, ପ୍ରଭୁଙ୍କର ବିଶ୍ୱାସୀ ହେବ, ସେ ବି ଗିର୍ଜା ଘରକୁ ଯିବ। ସେ ସମୟ ଆସୁଛି, ଦିନେ ସେଇ ସମୟକୁ ପ୍ରଭୁଙ୍କର ପାଖରେ ପ୍ରଭୁ ହିଁ ଟାଣିବେ। ହଁ ପ୍ରିୟର ଭାଇ ଭଉଣୀମାନେ, ମୋହନ ସିଂ ବେସରା ପାଇଁ ଆମେ ସେ ଦୁଃଖରେ ରହିଛି, ଆଉ ତାଙ୍କ ପରିବାର ବି ଦୁଃଖ। ଭଲ ବିଷୟକୁ ଆଲୋଚନା କରିବା ପାଇଁ ଯାଇ ଫସି ଯାଇଛନ୍ତି। ସେଥିପାଇଁ ପ୍ରିୟର ଭାଇ ଭଉଣୀମାନେ, ଆମେ ତାଙ୍କ ପାଇଁ ପ୍ରାର୍ଥନା କରିବା। ସେଇ ପ୍ରାର୍ଥନା ଆମମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣିବେ। ଆଉ ମୋହନ ସିଂ ବେସରା ସେ ହିଁ ପ୍ରାର୍ଥନା କରିବେ ନିଶ୍ଚିନ୍ତ ଭାବରେ ଉଦ୍ଧାର କରିବା ନିମନ୍ତେ। ଉଦ୍ଧାର ମାନେ ଗିରଫରୁ ଉଦ୍ଧାର ପାଇବେ ନିଶ୍ଚିନ୍ତ ଭାବରେ। ପ୍ରିୟର ପ୍ରଭୁଙ୍କର ମୁଁ ଆପଣମାନଙ୍କୁ କହୁନାହିଁ ଯେ ତମ ଉଦ୍ଦେଶ୍ୟରେ ତୁମେ ପ୍ରଭୁଙ୍କୁ ଜାଣିନ ବୋଲିକି ସେଇ ଭାଇକୁ, ସେ ବାଳକକୁ ଏମିତି କଲେ, କିନ୍ତୁ ସେ କିଛି ଭୁଲ ଶିକ୍ଷା ଦେଇନାହାନ୍ତି, ସେ ଠିକ୍ ଶିକ୍ଷା ହିଁ ଦେଇଛନ୍ତି। ସେଥିପାଇଁ ପ୍ରିୟର ପ୍ରଭୁଙ୍କର ଲୋକମାନେ, ଆମେ ଜାଣିବା ଯେ ଯେକୌଣସି କାମ କରିବା, ଲୋକମାନଙ୍କୁ ଯଦି ହଇରାଣ କରିବା, ଅପମାନ କରିବା, ନିନ୍ଦା କରିବା, ଇନସଲ୍ଟ କରିବା, ଏଇଟା ଟିକେ ଆମେ ଭାବିବା କଥା। ଆମେ କହିଲେ ଭଲ କି ମନ୍ଦ ଗୋଟେ ଥର ନ ଭାବି ଆମେ 2-3 ଥର ଭାବିକି ଆମେ କହିବା କଥା। ପ୍ରିୟର ପ୍ରଭୁଙ୍କର ଲୋକମାନେ ଦେଖନ୍ତୁ, ମୋହନ ସିଂ ବେସରାକୁ ସେମାନେ କ'ଣ କହୁଛନ୍ତି, ଧର୍ମ ପରିବର୍ତ୍ତନ କରିବା ପାଇଁ ଆସିଛ ଏଇଠି, ଲୋକମାନଙ୍କୁ ଡାକିକିରି ଗିର୍ଜା ବସାଉଛ ବୋଲିକିରି ଅନେକ କଥା କହୁଥିଲେ। କିନ୍ତୁ ଦେଖନ୍ତୁ, ମୁଁ ଗୋଟେ ସ୍କ୍ରିପ୍ଟ ଦେଖାଇବି। ଗୋଟେ ବ୍ୟକ୍ତି ସେ କିଏ ଡାକିଲା, କିଏ ପରିବର୍ତ୍ତନ କରାଇଲା, ସେ ନିଜେ ହିଁ କହିବେ। ପ୍ରିୟର ପ୍ରଭୁଙ୍କର ଲୋକମାନେ ଦେଖନ୍ତୁ, ଏ ସ୍କ୍ରିପ୍ଟକୁ ଟିକେ ଦେଖନ୍ତୁ ଆଉ ଧ୍ୟାନ ଦିଅନ୍ତୁ। କାଲେ ମାଝି, ଘର କୁମଡ଼, ତୁମର ଆଜ୍ଞା, ଆମେ କୁଳିମାଟି ପଞ୍ଚାୟତର। କୁଡ଼ିମାଟି ପଞ୍ଚାୟତ। ତମେ ଏଠି ଆଜି ଧର୍ମ ଗ୍ରହଣ କରିବ? କ'ଣ? ତମେ ଆସିକି ଏଠି ଧର୍ମ ଗ୍ରହଣ କରିଛ? ହଁ, ନିଜର ଅସୁବିଧା ପାଇଁ ମୁଁ ଆଜିକି 5 ବର୍ଷ ହେଲାନି ମୁଁ ଉଠି ବସି ପାରୁନଥିଲି। ତାପରେ ସବୁଆଡ଼େ ଗୁଣି ଗାରୁଡ଼ି କରିକି ମେଡ଼ିକାଲ ଫେଡ଼ିକାଲ ଦୁନିଆ ବୁଲି କିଛି ହେଇପାରିଲା ନାହିଁ, ପୂଜା ପାଠ କରିକି କିଛି ହେଇପାରିଲା ନାହିଁ। ତେଣୁକରି ମୁଁ ଆଉ କ'ଣ, ମୋର ଉପାୟ ନାହିଁ, କୁଆଡ଼େ କୌଣସି କିଛି ହେଇପାରିଲା ନାହିଁ। ତାପରେ ମୁଁ କହିଲି ଖ୍ରୀଷ୍ଟିଆନ ହେଲେ ମୁଁ ଭଲ ହେଇଯାଇପାରେ। ତେଣୁ ଏଇ କଥା କିଏ କହିଥିଲା? ମୁଁ ନିଜେ ଧର୍ମ ଗ୍ରହଣ ପରିବର୍ତ୍ତନ କଲା ପରେ ଧର୍ମ ପରିବର୍ତ୍ତନ ମାନେ ମୁଁ ସେ ବିଷୟରେ କିଛି ଜାଣିନାହିଁ, କିନ୍ତୁ ଖ୍ରୀଷ୍ଟିଆନ ବୋଲି ମୁଁ ଜାଣିଛି। ମାନେ ମନ ପରିବର୍ତ୍ତନ ପାଇଁ ମୁଁ ଜାଣିଛି। ସେଇ ଭିତରକୁ ଗଲେ ସବୁ ପ୍ରାର୍ଥନା ବାଇବେଲ ପଢ଼ାଯାଏ, ଆଉ ମନ ପରିବର୍ତ୍ତନ ହେଲେ ଭଲ ହେଇ, ସେମିତି ହେଇକି ମୁଁ ଭଲ ହେଇଛି। ମୁଁ ବହୁତ ହିନ୍ଦୁ ଥିଲି। ହିନ୍ଦୁରେ ସେ ହିନ୍ଦୀ ଆଉ ସେଇ ଖ୍ରୀଷ୍ଟିଆନ, ସେଇ ହିନ୍ଦୁ ଲୋକ ଖ୍ରୀଷ୍ଟିଆନ। ହଁ, ତମକୁ ପରିବର୍ତ୍ତନ କିଏ କରିଛି? ମୁଁ ନିଜେ ପରିବର୍ତ୍ତନ ହେଇଛି। କେହି, ମୁଁ ନିଜେ ଆସିଛି ଏଇଠି, କିନ୍ତୁ ଏଟା ଚର୍ଚ୍ଚଟା ଆଗରୁ ହେଇଛି ହେଲା। ଆଗରୁ କେତେ ବର୍ଷ ହେଲାଣି? ଏଟା ମୁଁ ଜାଣି ନାହିଁ ସେ କଥା, କେତେ ବର୍ଷ ହେଇଛି ବୋଲି। ଘର କୋଉଠି ଆପଣଙ୍କର? এই জায়গাটা ଯୋଉ ଜାଗାଟା ହେଇଛି, এটা ଖ୍ରୀଷ୍ଟିଆନ ଧର୍ମ ଯୋଉ ମାନେ ଜାଗାଟା ହେଇଛି, ତାର ପଟାଭୂତ ଅଛି? ଏଇଟା କହିପାରିବି ନାହିଁ, ପଟା ପଥର ଅଛି। ଗଭର୍ଣ୍ଣମେଣ୍ଟ ଜାଗାରେ ହେଇଛି? ଏଇଟା କହିପାରିବି ନା, ସେଟା ପଟା କି ଗଭର୍ଣ୍ଣମେଣ୍ଟ, ସେଟା ମୋର ତ କୁମଡ଼ ଘର। ଆସିକି ଏଇଠି ପ୍ରାର୍ଥନା ଦୁନିଆ ଇଏ କରିକି
ବସୁଛୁ 3 ଘଣ୍ଟା ପରେ ଘରକୁ ଫେରୁ। ଦେଖିଲେ ପ୍ରିୟର ପ୍ରଭୁଙ୍କର ବିଶ୍ୱାସୀ ଏଇଟା। ପ୍ରଭୁକୁ କେମିତି ଗ୍ରହଣ କରିଲେ, କାହିଁକି ଗ୍ରହଣ କରିଲେ, ଏସବୁ ଶୁଣିଲ। କ'ଣ ପାଇଁ ପ୍ରଭୁକୁ ଗ୍ରହଣ କରନ୍ତି? ନିଜର ଜୀବନ ହିଁ ଉଦ୍ଧାର ପାଇବା ନିମନ୍ତେ, ନିଜର ଜୀବନ ହିଁ ବଞ୍ଚାଇବା ନିମନ୍ତେ। ସେ ମରିବା ଅବସ୍ଥାରେ ଥିଲେ, ନିଜେ ସେ ବ୍ୟକ୍ତି କହୁଛନ୍ତି, ନିଜେ ମୁଁ ମରିବା ଅବସ୍ଥାରେ ଥିଲି, ଆଉ ଅନେକ ଜାଗାରେ ଭୁଲିଛି, ଅନେକ କିଛି କରିଛି ମୁଁ ଭଲ ହେବା ନିମନ୍ତେ, ଆଉ କେଉଁଠି ଭଲ ହେଇପାରିଲି ନାହିଁ। ଶୁଣିଲ ନା? ସେଇ ପ୍ରଭୁଙ୍କ ଠାରେ ଯାଇ ପ୍ରଭୁକୁ ଗ୍ରହଣ କରି କ'ଣ କରିଲେ? ନିଜ ଜୀବନକୁ ବଞ୍ଚାଇଛନ୍ତି। ଆଉ ଠିକ୍ ସେ ମଧ୍ୟ ସେ ପ୍ରଭୁଙ୍କର ଦାସ ହେବେ, ନିଶ୍ଚିନ୍ତ ଭାବରେ ଦାସ ହେଇ ସେ ପ୍ରଭୁଙ୍କ ଠାରେ ରହି ନିଜର ଜୀବନକୁ ଉଦ୍ଧାର ପାଇବେ। ସେହି ପ୍ରକାର ସମସ୍ତେ ଯେଉଁମାନେ ପ୍ରଭୁକୁ ଗ୍ରହଣ କରିଛନ୍ତି, ଏବେ ଯେଉଁ ଜିନିଷ ଆମେ ଗ୍ରହଣ କରିବୁ, ଆମକୁ ଯେଉଁଟା ଭଲ ଲାଗିଲେ ହିଁ ଆମେ ଗ୍ରହଣ କରୁ। ଅନେକ ଲୋକ ବସୁଛନ୍ତି, ସେମାନଙ୍କ ତ ଇଚ୍ଛା ନାହିଁ ବସିବା ପାଇଁ, ହେଲେ ସେମାନେ ଯାଇନଥାନ୍ତେ। ଆଉ ଅନେକ ଲୋକ ଯାଉଛନ୍ତି, ସେମାନେ ଯାଇ କହିବା କ'ଣ ଉଚିତ? ହଁ କହିଲେ, ନିଜ ଗାଁରେ ବୋଲିକି କହିଲେ, କିନ୍ତୁ ଅପମାନ, ନିନ୍ଦା ଆଉ ଧମକ ଚମକ ଦେବାଟା ଏଇଟା ଠିକ୍ ନୁହଁ। ଏଇଟା ଆମେ ସେମିତି କରିବା ଉଚିତ ନୁହଁ। ଯେଉଁମାନେ ଜାଣିନାହାନ୍ତି ସେମାନେ ଏମିତି କହୁଛନ୍ତି, କିନ୍ତୁ ଆମେ ପ୍ରଭୁଙ୍କର ବିଶ୍ୱାସିନୀ ଯେତେ ଜଣ ଅଛନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁମାନେ ମନସିଂ ବେଶ୍ରା ପାଇଁ ଆମେ ପ୍ରାର୍ଥନା କରିବା, ଆଉ ମନସିଂ ବେଶ୍ରାକୁ ଯେଉଁମାନେ ନିନ୍ଦା ତାଡ଼ନା କରିଛନ୍ତି ତାଙ୍କ ପାଇଁ ହିଁ ପ୍ରାର୍ଥନା କରିବା। କାହିଁକିନା ସେମାନେ ପ୍ରଭୁଙ୍କୁ ଜାଣିନାହାନ୍ତି। ସେମାନେ ଜାଣନ୍ତୁ, ଆଉ ପ୍ରଭୁଙ୍କ ଠାରେ ଫେରି ଆସନ୍ତୁ, ଆଉ ସେମାନଙ୍କର ଜୀବନ ମଧ୍ୟ ଉଦ୍ଧାର କରନ୍ତୁ, ତାଙ୍କର ଜୀବନକୁ ବଞ୍ଚାନ୍ତୁ, ଓ ତାଙ୍କ ପରିବାରକୁ ବଞ୍ଚାଇବା ନିମନ୍ତେ ଆମେ ପ୍ରାର୍ଥନା କରିବା। ପ୍ରିୟର ପ୍ରଭୁଙ୍କର ଲୋକମାନେ, ସେଥିପାଇଁ ମୁଁ ଏହି ଭିଡ଼ିଓଟାକୁ ନେଇ ଆସିଥିଲି।